गुड मॉर्निंग टू एवरीवन। पूर्व क्लास रे मतलब पार्ट्स ऑफ सेंटेंस रो एक्टिविटी 6 पर्यंत करथिले। आज देले एक्टिविटी 7 टू कंटिन्यू करिया हला। ता पूर्व देले देखो कोन देछि टिके पढि द तापरे कंटिन्यू करिया जहा देछि। ताहले देखो एठी कहिला कोन पार्ट्स ऑफ सेंटेंस हला। पार्ट्स ऑफ सेंटेंस रो कोन देछि ए सेंटेंस हैज टू एसेंशियल पार्ट्स द सब्जेक्ट एंड द प्रेडिकेट। आमे जानि छु जे हमर सेंटेंस रे हमर दुईटा पार्ट अछि। गुटे पार्ट होछि हमर सब्जेक्ट आ गुटे पार्ट होछि हमर कोन ना प्रेडिकेट। ताहले हमें सब्जेक्ट काहु कहउतिले ना जे हमर ଯାହା ବିଷୟରେ ଆମର ସେଣ୍ଟେନ୍ସଟି କୁହାଯାଇଥିଲା, ଆମର ସେଣ୍ଟେନ୍ସଟି ଯାହା ବିଷୟରେ ଥିଲା ସେ ଆମର ସବଜେକ୍ଟ ହଉଥିଲା। ଆମର ସବଜେକ୍ଟ ତାହେଲେ କୋଉଟା ହଉଥିଲା ନା ଯାହା ବିଷୟରେ ବିଷୟରେ ସେଣ୍ଟେନ୍ସରେ କୁହାଯାଇଥାଏ ଯାଇଥାଏ ସେ ହେଲା ଆମର ସବଜେକ୍ଟ। ଆଉ ପ୍ରେଡିକେଟ କିଏ ହଉଥିଲା ନା ପ୍ରେଡିକେଟ ଆମର ସବଜେକ୍ଟ ଯାହା କରୁଥିଲା କିମ୍ବା ସବଜେକ୍ଟ ବିଷୟରେ ଯାହା କୁହା ହଉଥିଲା ସିଏ ଆମର ପ୍ରେଡିକେଟ ହଉଥିଲା। ଆମର ସବଜେକ୍ଟ ବିଷୟରେ ଯାହା କୁହାଯାଉଥିଲା ସେ ହଉଥିଲା ତାହେଲେ ଆମର କଣ ନା ପ୍ରେଡିକେଟ। ତାହେଲେ ଏଠି ସେମିତି ଦେଖ ଆମର କିଛି ଏକ୍ସାମ୍ପଲ ଦେଇଛି ଯେ ୱିଣ୍ଡ ବ୍ଲୋଜ ରେ ୱିଣ୍ଡ ଟା ହଉଛି ଆମର ସବଜେକ୍ଟ ଆଉ ବ୍ଲୋଜ ଟା ହଉଛି ଆମର ପ୍ରେଡିକେଟ। ଯେ ପବନ ବହେ ସେଠି ଆମର ୱିଣ୍ଡ ଟା ହେଲା ସବଜେକ୍ଟ ଆଉ ବ୍ଲୋଜ ଟା ହଉଛି ପ୍ରେଡିକେଟ ଜାଣି ହେଲା। ସେମିତି ବାର୍ଡସ୍ ଫ୍ଲାଏ ପକ୍ଷୀ ମାନେ ଉଡନ୍ତି। ଏଠି ବାର୍ଡସ୍ ରହୁଛି ଆମର ସବଜେକ୍ଟ ପାର୍ଟ ଟା ଆଉ ଫ୍ଲାଏ ଟା ହଉଛି ଆମର ପ୍ରେଡିକେଟ ପାର୍ଟ। ସେମିତି ଯଦି ଦେଖିବା ସି ସ୍ମାଇଲ୍ଡ ରେ ସେ ହସିଲା ସିଟା ହଉଛି ଆମର କଣ ନା ସବଜେକ୍ଟ ଆଉ ସ୍ମାଇଲ ଟା ହଉଛି ପ୍ରେଡିକେଟ। ତାହେଲେ କଣ କହିଲା ଇଫ ଦ ସବଜେକ୍ଟ ଇଜ ଏ ସିଙ୍ଗଲ ୱାର୍ଡ, ଯଦି ସବଜେକ୍ଟ ଟା ଆମର ସିଙ୍ଗଲ ୱାର୍ଡ ହେଇଥିବ ଦେଖ ଆର ସବୁ ଆମର ସବଜେକ୍ଟ ଗୁଡା ସବୁ ସିଙ୍ଗଲ ୱାର୍ଡ ରେ ଅଛି, ଗୋଟେ ଗୋଟେ ୱାର୍ଡ ଅଛି ସେଥିପାଇଁ ସିଙ୍ଗଲ ୱାର୍ଡ। ଯଦି ସବଜେକ୍ଟ ଟା ଆମର ସିଙ୍ଗଲ ୱାର୍ଡ ହେଇଥିବ ଇଟ ଇଜ ଆଇଦର ଏ ନାଉନ ଅର ଏ ପ୍ରୋନାଉନ। ତାହେଲେ ଏଗୁଡା ଆମର ନାଉନ କିମ୍ବା ପ୍ରୋନାଉନ ହେଇଥିବ। ଯେମିତି ଆମର ୱିଣ୍ଡ ଟା ଗୋଟେ ଆମର ନାଉନ ଟା, ଏ ଗୋଟେ ଆମର ନାଉନ, ବାର୍ଡସ୍ ଟା ବି ଗୋଟେ ଆମର ନାଉନ, ସି ଟା ହଉଛି କିସ ପ୍ରୋନାଉନ ପ୍ରୋନାଉନ। ଯେ କହିଲା ଯେ ଇଫ ଦ ସବଜେକ୍ଟ ଇଜ ଏ ସିଙ୍ଗଲ ୱାର୍ଡ ଇଟ ଇଜ ଆଇଦର ଏ ନାଉନ ଅର ଏ ପ୍ରୋନାଉନ। ଯଦି ଆମର ସବଜେକ୍ଟ ଆମର ସିଙ୍ଗଲ ୱାର୍ଡ ହେଇଥିବ ସେ ଆମର ଆଇଦର ନାଉନ ହେଇଥିବ କିମ୍ବା ପ୍ରୋନାଉନ ହେଇଥିବ। ତାହେଲେ ନାଉନ କିମ୍ବା ପ୍ରୋନାଉନ ହେଇଛି ଦେଖ ସେମିତିଆ। ତାପରେ ଇଫ ଦ ପ୍ରେଡିକେଟ କନସିଷ୍ଟ ଅଫ ଏ ସିଙ୍ଗଲ ୱାର୍ଡ, ଯଦି ପ୍ରେଡିକେଟ ଟା ଆମର ସିଙ୍ଗଲ ୱାର୍ଡ ହେଇଥିବ ଇଟ ମଷ୍ଟ ବି ଏ ଭର୍ବ। ଯଦି ପ୍ରେଡିକେଟ ଟା ଆମର ସିଙ୍ଗଲ ୱାର୍ଡ ହେଇଥିବ ଦେଖ ଏଠି ଆମର ସିଙ୍ଗଲ ୱାର୍ଡ ଅଛି ତାହେଲେ କହିଲା ଯେ ଇଟ ମଷ୍ଟ ବି ଏ ଭର୍ବ, ଏଟା ନିହାତି ଗୋଟିଏ ଭର୍ବ ହିଁ ହବ। ସବଜେକ୍ଟ जो ସିଙ୍ଗଲ ୱାର୍ଡ ହେଲେ ଆମର ସେ ଆମର ନାଉନ କିମ୍ବା ପ୍ରୋନାଉନ ହବ, କିନ୍ତୁ ଯଦି ଆମର ପ୍ରେଡିକେଟ ଟା ଆମର ସିଙ୍ଗଲ ୱାର୍ଡ ହୁଏ ତାହେଲେ ଇଟ୍ ମଷ୍ଟ ବି ଏ ଭର୍ବ, ଏଟା ଆମର ନିହାତି ଗୋଟେ ଭର୍ବ ହେଇଥିବ ହେଲା। ଇଏ ବି ଗୋଟେ ଆମର ଭର୍ବ। ବ୍ଲଜ ଟା ବହିବା ଗୋଟେ ଭର୍ବ, ଫ୍ଲାଏ ଉଡିବା ଭର୍ବ, ସ୍ମାଇଲ ମାନେ ହସିବାରୁ ସ୍ମାଇଲ ହେଇଛି ଇଏ ଗୋଟେ ଭର୍ବ। ଜାଣି ହେଲା କଣ ପାଇଁ ଏମିତି ଲେଖିଲା। ତାପରେ ଚାଲ ଦେଖ ନେକ୍ସଟ କୁ ଯିବା ହେଲା। ଆକ୍ଟିଭିଟି 7 ରେ କରିବା। ଆକ୍ଟିଭିଟି 7 ରେ ତାହେଲେ କଣ କହିଛି ନା ଆକ୍ଟିଭିଟି 7 ରେ କହିଲା ଯେ ସ୍ପ୍ଲିଟ୍ ଦ ଫଲୋଇଂ ସେଣ୍ଟେନ୍ସ। ତାହେଲେ ଏ ସ୍ପ୍ଲିଟ୍ ଦ ଫଲୋଇଂ ସେଣ୍ଟେନ୍ସ ଇନଟୁ ଟୁ ପାର୍ଟସ୍। ତାହେଲେ ଦିଆଯାଇଥିବା ସେଣ୍ଟେନ୍ସ ଗୁଡିକୁ ଦୁଇଟା ପାର୍ଟରେ ବିଭକ୍ତ କର and pick out the verb। ଆଉ ସେଠୁ verb କୁ ବାଛ and first one has been done for you। ଯେମିତି ଆମର ଗୋଟେ କରିଦେଇଛି ଯେମିତି ରାମ ପ୍ଲେଜ ରେ ଆମର ସବଜେକ୍ଟ ହଉଛି ରାମ, ରାମ ହଉଛି କଣ ରାମ ହଉଛି ସବଜେକ୍ଟ ଆଉ ପ୍ଲେଜ ହଉଛି ପ୍ରେଡିକେଟ ବା ଏଟାକୁ ଆମର ୟାର verb ଟା ଏଠି ଆମର କିଛି ନା verb ଟା ହଉଛି ଏଇ ପ୍ଲେଜ ଟା ହିଁ ହଉଛି ଏଠି ଆମର verb। ତାହେଲେ ଆମର ସବଜେକ୍ଟ ଆଉ ପ୍ରେଡିକେଟ ଆଉ verb ବାଛିବା ପାଇଁ କହିଥିଲା ଏଠି। ତାହେଲେ ରାମ ହେଇଗଲା ସବଜେକ୍ଟ, ପ୍ରେଡିକେଟ ହଉଛି ପ୍ଲେଜ ଆଉ verb ହଉଛି ପ୍ଲେ। ଜାଣି ହେଲା। ସେମିତି ଆମର ସେକେଣ୍ଡ ସେଣ୍ଟେନ୍ସ ଟାକୁ ଯଦି ଭାଙ୍ଗିବା ସେଇଟା କଣ ହବ, ସେଇଟା ଆମର ହବ ସବଜେକ୍ଟ, ସିଙ୍ଗସ୍ ଟା ହଉଛି ପ୍ରେଡିକେଟ ହେଲା। ସେ ଗୀତ ଗାଏ ଆଉ ଭର୍ବ କିଏ ହବ ନାହିଁ ସିଙ୍ଗସ୍ ଟା ହିଁ ଆମର ଏଠି ହବ ଭର୍ବ। ଜାଣି ହେଲା। ସେମିତିଆ ଯଦି ଦେଖିବା 3 ନମ୍ବରରେ ରବୀନ୍ଦ୍ର କ୍ୟାନ୍ ରିଡ୍ ରେ ରବୀନ୍ଦ୍ର ହବ ସବଜେକ୍ଟ, କ୍ୟାନ୍ ରିଡ୍ ହବ ଆମର ପ୍ରେଡିକେଟ ଆଉ ଏଠି ଆମର ଭର୍ବ କୋଉଟା ହବ ନା ଭର୍ବ ହବ କ୍ୟାନ୍ ରିଡ୍। ଏଇଟା କ୍ୟାନ୍ ରିଡ୍ ଇଏ ହେଉଛି ଆମର ଭର୍ବ। ସେମିତି ଯଦି ଦେଖିବା ଚିଲଡ୍ରେନ୍ ଲାଭ୍, ଚିଲଡ୍ରେନ୍ ଲାଭ୍ ରେ ଚିଲଡ୍ରେନ୍ ହଉଛି ଆମର ସବଜେକ୍ଟ, ଲାଭ୍ ମାନେ ହସିବା ହେଲା, ପିଲାମାନେ ହସନ୍ତି। ଚିଲଡ୍ରେନ୍ ଲାଭ୍, ଲାଭ୍ ଟା ହଉଛି ଆମର ପ୍ରେଡିକେଟ ଆଉ ଭର୍ବ ବି ଆମର ସେ ଲାଭ୍ ହିଁ ହବ, ଲାଭ୍ ହିଁ ଆମର ଭର୍ବ। ଜାଣି ହେଲା। ନେକ୍ସଟ ତାପରେ ଦେଖ 5 ନମ୍ବର ହି କ୍ୟାନ୍ ରାଇଟ୍ ୱେଲ୍, ସେ ଭଲ ଲେଖିପାରେ। ଏଠି ସବଜେକ୍ଟ କିଏ ନା ହି ହଉଛି ଆମର ସବଜେକ୍ଟ, କ୍ୟାନ୍ ରାଇଟ୍ ୱେଲ୍ ହଉଛି ଆମର କଣ ପ୍ରେଡିକେଟ ଆଉ ଏଠି ଭର୍ବ କିଏ ହବ ନା ଭର୍ବ ହବ ଆମର କ୍ୟାନ୍ ରାଇଟ୍ ହେଲା, କ୍ୟାନ୍ ରାଇଟ୍, WRITE।
ତାପରେ 6 ନମ୍ବରରେ କହିଲା ଯେ ଟାଇମ୍ ଫ୍ଲାଏଜ୍ ସମୟ ଉଡ଼େ ବୋଲି କହୁଛି ଏଠି। କେମିତିଆ ନା ଦେଖ ହେଲା ତାହେଲେ ଟାଇମ୍ ଫ୍ଲାଏଜରେ ଟାଇମ୍ ହଉଛି ଆମର ସବଜେକ୍ଟ, ଫ୍ଲାଇଜ୍ ହଉଛି ଆମର ପ୍ରେଡିକେଟ। ଆଉ ଏ 6 ନମ୍ବର ଆମର ଭର୍ବ କିଏ ହବ ନା ଭର୍ବ ହବ ଆମର ଫ୍ଲାଇଜ୍ FLIES। ସେମିତି 7 ନମ୍ବରରେ ଦେଖ କଣ ଦେଲା ୟୁ ସୁଡ୍ ଓବେ ୟୋର ପ୍ୟାରେଣ୍ଟସରେ ସବଜେକ୍ଟ ଅଫ ପ୍ରେଡିକେଟ ଆମେ ବାଛିବା ତାହେଲେ ସବଜେକ୍ଟ ଏଠି କିଏ ହବ ୟୁ କିଏ ମାନିବ ପ୍ୟାରେଣ୍ଟସକୁ କିଏ ମାନିବ ୟୁ ତମେ ତମେ ତୁମର ମାତା ପିତାଙ୍କ ପ୍ୟାରେଣ୍ଟସ ମାନେ କଣ ମାତା ପିତା ତମେ ତମର ମାତା ପିତାଙ୍କ ଅଭିମାନ ମାନିବା ହେଲା ତାହେଲେ ତମେ ତମର ମାତା ପିତାଙ୍କ କଥା ମାନିବା ଉଚିତ ବୋଲି ଏଠି ଆମର କହୁଛି ଏଇ ସେଣ୍ଟେନ୍ସରେ ତାହେଲେ ୟୁଟା ହଉଛି ଆମର ଏଠି ସବଜେକ୍ଟ ସୁଡ୍ ଓବେ ୟୋର ପ୍ୟାରେଣ୍ଟସ ହଉଛି ଆମର ପ୍ରେଡିକେଟ ହେଲା ତାହେଲେ ଏଠି ଆମର ଭର୍ବ କିଏ ହବ ଭର୍ବ ହଉଛି ସୁଡ୍ ଓବେ SHOULD ସୁଡ୍ ଓବେ ଜାଣି ହେଲା ତାପରେ ଚାଲ ନେକ୍ସଟ କଣ କହିନେଲା ଲେଟ୍ସ ଲୁକ୍ ଏଟ୍ ଦ ଫଲୋଇଂ ଟେବୁଲ ତାହେଲେ ଦିଆଯାଇଥିବା ଟେବୁଲଟାକୁ ଦେଖ ବୋଲି କୁହାହଉଛି ଏପଟେ ଆମର କିଛି ସବଜେକ୍ଟ ଦିଆଯାଇଛି ଏପଟେ କିଛି ପ୍ରେଡିକେଟ ଦିଆଯାଇଛି କଣ ଦିଆହେଲା ନା ତାହେଲେ ଆୱାର ଓଲ୍ଡ ନାଇବର ହାଜ ଏ ଡଗ୍ ଆମର ପୁରୁଣା ପଡୋଶୀର ଗୋଟେ ଡଗ୍ ଥିଲା ଗୋଟେ କୁକୁର ଥିଲା ରାମ ରାମଚନ୍ଦ୍ର ଦ ସନ୍ ଅଫ ଦଶରଥ ରୁଲ୍ଡ ଓଭର ଅଯୋଧ୍ୟା ଫର ମେନି ଇୟର୍ସ ତାହେଲେ ରାମଚନ୍ଦ୍ର ଦଶରଥଙ୍କର ପୁତ୍ର ଅଯୋଧ୍ୟାକୁ ଆମର କିସ ବହୁ ବର୍ଷ ଧରି ଶାସନ କରିଥିଲେ ମାଇ ପ୍ୟାରେଣ୍ଟସ୍ ହାଭ୍ ଏ ଲଟ୍ ଅଫ୍ ମନି ମୋ ମାତା ପିତାଙ୍କର ବହୁତ ପଇସା ଅଛି ହେଲା ପ୍ୟାରେଣ୍ଟସ୍ ହାଭ୍ ଏ ଲଟ୍ ଅଫ୍ ମାନେ ବହୁତ ମନି ମାନେ ପଇସା ଜାଣିଛ ତ ଆଉ କଣ କହିବି ତାପରେ ଦେଖ 4 ନମ୍ବର ଆମର କଣ କହୁଛି ନା ଇଟ୍ ହାଜ୍ ବିନ୍ ରେନିଂ ଫର ଦ ଲାଷ୍ଟ 2 hours ତାହେଲେ 4 ଘଣ୍ଟା ହେଲାଣି ବର୍ଷା ହେଇ ଆସୁଅଛି ଏ ଲିଟିଲ ଗାର୍ଲ ଇଜ ୱାକିଂ ଏଲଙ୍ଗ ଦ ରୋଡ ଗୋଟେ ଛୋଟ ଝିଅଟି ରାସ୍ତାରେ ଚାଲୁଛି ହେଲା ଏଠି ଆମର ଦେଖ ଆୱାର ନାଇବରଟା ଏଟା ଆମର ସବଜେକ୍ଟ ହାଜ ଏ ଡଗ ହଉଛି ଆମର ପ୍ରେଡିକେଟ ରାମଚନ୍ଦ୍ର ଦ ସନ୍ ଅଫ ଦଶରଥ ହଉଛି ଆମର ସବଜେକ୍ଟ ରୁଲ୍ଡ ଓଭର ଅଯୋଧ୍ୟା ଫର ମେନି ଇୟର୍ସ ହଉଛି ପ୍ରେଡିକେଟ ମାଇ ପ୍ୟାରେଣ୍ଟସ୍ ହବ ସବଜେକ୍ଟ ଏଠି ହାଭ୍ ଏ ଲଟ୍ ଅଫ ମନି ହଉଛି ଆମର ପ୍ରେଡିକେଟ ଇଟ୍ ହେଇଯିବ ଏଠି ସବଜେକ୍ଟ ଆଉ ହାଜ ବିନ୍ ରେନିଂ ଫର ଦ ଲାଷ୍ଟ 2 hours ଇଏ ଆମର ପ୍ରେଡିକେଟ ହେଇଯିବ ଏ ଲିଟିଲ ଗାର୍ଲ ଆମର ଏପଟେ ସବଜେକ୍ଟ ହେଇଯିବ ଇଜ ୱାକିଂ ଏଲଙ୍ଗ ଦ ରୋଡ ଆମର ପ୍ରେଡିକେଟ ହେଇଯିବ ତାହେଲେ ଏଠି କଣ କହିଲା ନା ଏ ବିଷୟରେ the head word of the subject is a noun and the head word of a predicate is a verb ତାହେଲେ subject ର head word ଟାକୁ ଆମେ noun ବୋଲି କହିବା ହେଲା ମାନେ ଆଉ predicate ର main word ଟାକୁ ଆମେ verb ବୋଲି କହିବା ଦେଖ ଏଠି ଆମର ଏଇ subject ର main word କିଏ ନାଇବର ନାଇବର ଟା ହେଲା ଆମର main word ତେଣୁ ଇଏ ଯିବ ଆମର ଗୋଟେ noun ହେଲା ନାଇବର ଟା ଆମର ଗୋଟେ noun ଆଉ predicate ର main word ହଉଛି has ହେଇଯିବ ଆମର କଣ verb ତାହେଲେ ସବଜେକ୍ଟ ର ମେନ୍ ୱାର୍ଡ ଟା ନାଉନ୍ ଆଉ ପ୍ରେଡିକେଟ ର ମେନ୍ ୱାର୍ଡ ଟା ହଉଛି ଆମର ଭର୍ବ ଏଠି ସେମିତି ସେକେଣ୍ଡ ପାର୍ଟରେ ଆମର ସବଜେକ୍ଟ ର ମେନ୍ ୱାର୍ଡ କିଏ ରାମଚନ୍ଦ୍ର ଦ ସନ୍ ଅଫ ଦଶରଥରେ ରାମଚନ୍ଦ୍ର ହଉଛନ୍ତି ଆମର ସବଜେକ୍ଟ ର ମେନ୍ ୱାର୍ଡ ତେଣୁ ରାମଚନ୍ଦ୍ର ହବ ଆମର ନାଉନ୍ ରୁଲ୍ଡ ହେଇଯିବ ଆମର ଏଠି ଭର୍ବ ପ୍ରେଡିକେଟ ର ମେନ୍ ୱାର୍ଡ ଟା ଆମର କଣ ନା ଭର୍ବ ଜାଣି ହେଲା ସେମିତିଆ 3 ନମ୍ବର ମାଇ ପ୍ୟାରେଣ୍ଟସ ରେ ଏଠି ଆମର ସବଜେକ୍ଟ ହଉଛି ମାଇ ପ୍ୟାରେଣ୍ଟସ ଟୋଟାଲ ଟା ଆମର ସବଜେକ୍ଟ ସେ ଭିତରୁ ଆମର ମେନ୍ ୱାର୍ଡ ହଉଛି କିଏ ପ୍ୟାରେଣ୍ଟସ ପ୍ୟାରେଣ୍ଟସ ହେଇଯିବ ତାହେଲେ ଆମର ନାଉନ୍ ହବ ଆମର କଣ ନା ଭର୍ବ ହେଲା ସେମିତି ଯଦି ଦେଖିବା ଇଟ୍ ହାଜ ବିନ୍ ରେନିଂ ଫର ଦ ଲାଷ୍ଟ 2 hours ରେ ଇଟ୍ ସବଜେକ୍ଟରେ ଆମର କଣ ନାଉନ୍ ବଦଳରେ ହିଁ ବସିଛି ଆମ ପ୍ରୋନାଉନ୍ ଟା ଏ ଆମର ପ୍ରୋନାଉନ୍ ଯାହାକି ଆମର ନାଉନ୍ ବଦଳରେ ବସେ ହାଜ ବିନ୍ ରେନିଂ ରେ କଣ ଏ ପ୍ରେଡିକେଟର ମେନ୍ ପାର୍ଟ ଟା ହେଲା ଯେହେତୁ ପ୍ରେଡିକେଟର ମେନ୍ ପାର୍ଟ ଯାକୁ ଆମେ ଭର୍ବ ବୋଲି କହିବା ଏ ଲିଟିଲ ଗାର୍ଲ ଇଜ ୱାକିଂ ଏଲଙ୍ଗ ଦ ରୋଡ ରେ ଏ ଲିଟିଲ ଗାର୍ଲ ଏ ଲିଟିଲ ଗାର୍ଲ ରେ ଟୋଟାଲ ଟା ହେଲା ଆମର ସବଜେକ୍ଟ ସେ ଭିତରୁ ଆମର ସବଜେକ୍ଟ ର ମେନ୍ ୱାର୍ଡ ହଉଛି କିଏ ଗାର୍ଲ ହେଇଯିବ ତାହେଲେ ଆମର କଣ ନା ନାଉନ୍ ଆଉ ଇଜ ୱାକିଂ ହେଇଯିବ ଆମର ଭର୍ବ ପ୍ରେଡିକେଟର ମେନ୍ ପାର୍ଟ ଯେହେତୁ ୟାକୁ ଆମେ ଭର୍ବ ବୋଲି କହିପାରିବା ଏତିକି ଜାଣି ହେଲା ତାପରେ ନେକ୍ସଟ ଆକ୍ଟିଭିଟି 8 ରେ ଆମର କଣ କହୁଛି ନା pick out the head word of the subject and predicate respectively and circle them ତାହେଲେ ସବଜେକ୍ଟ ଆଉ ପ୍ରେଡିକେଟ ର ହେଡ ୱାର୍ଡ ଗୁଡ଼ିକୁ ଆମେ ବାଛିବା ହେଲା ଆଉ ଏନସାର୍କିଲ କରିବା ସେମାନଙ୍କୁ ସାର୍କିଲ କରିବା ଏଠି ଯେମିତି ଆମର କରିଦେଇଛି ଗୋଟେ ତ ଫାଷ୍ଟ ୱାନ୍ ହାଜ ବିନ୍ ଡନ୍ ଫର ୟୁ ଗୋଟେ ଆମ ପାଇଁ କରିଦେଇଛି ଆଉ ନେକ୍ସଟ ଯାହା ଦିଆହେଇଛି ସେସବୁକୁ ଆମେ ନିଜେ କରି ଦେଖିବା ହେଲା ତାହେଲେ ଫାଷ୍ଟ କଣ ଦେଲା ଦିସ୍ ଜୁସ୍ ସ୍ମେଲ୍ସ ବ୍ୟାଡ୍ ତାହେଲେ ଏଇ ଜୁସ୍ ଟା ଆମର କେମିତି ନା ଖରାପ ବାସ୍ନା ହଉଛି ସ୍ମେଲ ମାନେ ବାସ୍ନା ହବା ହେଲା ବା ଶୁଙ୍ଘିବା ତାହେଲେ ଦେଖ
ଆମର ଏଠି ସବଜେକ୍ଟ ହଉଛି ଦିସ୍ ଜୁସ୍ ହେଲା ସବଜେକ୍ଟ, ସେଠୁ ଆମର ଜୁସ୍ ଟା ହଉଛି ଯେହେତୁ ମେନ୍ ୱାର୍ଡ, ସେଥିପାଇଁ ନାଉନ୍ ଟା ଆମର ଲେଖା ହେଲା ଯେ ଜୁସ୍ ଟାକୁ ଆମର ନାଉନ୍ ବୋଲି ଲେଖା ହେଇଛି ହେଲା। ତାପରେ ସ୍ମେଲ୍ସ ବେଡ୍ ରେ ଏଟା ଆମର ପ୍ରେଡିକେଟ ପାର୍ଟ ର ମେନ୍ ୱାର୍ଡ ଟା କଣ ଭର୍ବ, ତାହେଲେ ଭର୍ବ ଏଠି କିଏ ହେଇଯିବ ନା ସ୍ମେଲ୍ସ ହେଲା। ସେମିତିଆ ଆଇରନ୍ ଇଜ ଏ ହେଭି ମେଟାଲ, ଆଇରନ୍ ଟା ଗୋଟେ ଆମର ହେଭି ମେଟାଲ ହେଲା। ଆଇରନ୍ ମାନେ ଟା ହଉଛି ଆମର ଗୋଟେ ହେଭି ମେଟାଲ, ତାହେଲେ ଏଠି ଆମର ଇଏ ହଉଛି ଆଇରନ୍ ଟା ହବ ସବଜେକ୍ଟ, ଇଜ ଏ ହେଭି ମେଟାଲ ହବ ଆମର କଣ ନା ପ୍ରେଡିକେଟ। ଇଏ ହେଲା ଆମର ସବଜେକ୍ଟ, ଇଏ ହଉଛି ଆମର ଟୋଟାଲ ଟା ପ୍ରେଡିକେଟ। ଜାଣି ହେଲା, ତଳେ ଲେଖି ଦଉଛି ରୁହ। ଆଇରନ୍ ହେଲା ଆମର ସବଜେକ୍ଟ, ଇଜ ଏ ହେଭି ମେଟାଲ ହଉଛି ଆମର କଣ ନା ପ୍ରେଡିକେଟ। ତାହେଲେ ସବଜେକ୍ଟ ର ମେନ୍ ୱାର୍ଡ ଟାକୁ କଣ କହିବା ଆମେ ନାଉନ୍ ବୋଲି କହିବା। ତାହେଲେ ଏଠି ଆମର ନାଉନ୍ କିଏ ହବ ନା ସେକେଣ୍ଡ କ୍ୱେଶ୍ଚନ ରେ ନାଉନ୍ ହବ ଆମର ଆଇରନ୍, ଆଉ ଭର୍ବ କିଏ ହବ ନା ସାର୍କେଲ ବୁଲେଇ ତ କହିଥିଲା ନା, ଏଠି ଏମିତି ମୁଁ ବୁଲେଇ ଦଉଛି। ଇଏ ହେଲା ଆଇରନ୍ ଇଜ ଏ ହେଭି ମେଟାଲ, ଇଜ ହେଇଯିବ ଆମର ପ୍ରେଡିକେଟ ର ମେନ୍ ପାର୍ଟ ହେଲା। ଭର୍ବ ତେଣୁ ଇଜ ଟାକୁ ଆମେ ଭର୍ବ ବୋଲି କହିବା, ଏଠି ଇଜ ଟା ହେଲା ଆମର ଭର୍ବ। ସେମିତି ଦ୍ୟାଟ୍ ସାର୍ଟ ଲୁକ୍ସ ନାଇସ୍ ରେ ଦ୍ୟାଟ୍ ସାର୍ଟ ହେଇଯାଉଛି ଆମର ସବଜେକ୍ଟ, ଲୁକ୍ସ ନାଇସ୍ ଟା ହଉଛି ଆମର କଣ ନା ପ୍ରେଡିକେଟ। ଦ୍ୟାଟ୍ ସାର୍ଟ ହଉଛି ଆମର କଣ ସବଜେକ୍ଟ, ଲୁକ୍ସ ନାଇସ୍ ଟା ହଉଛି ଆମର ପ୍ରେଡିକେଟ। ତାହେଲେ ଦେଖ ଏଠି ସବଜେକ୍ଟ ର ମେନ୍ ପାର୍ଟ କିଏ ନା ସାର୍ଟ, ଆଉ ପ୍ରେଡିକେଟ ର ମେନ୍ ପାର୍ଟ କିଏ ଲୁକ୍ସ ନାଇସ୍ ହେଲା, ଲୁକ୍ସ ନାଇସ୍ ଏଇଟା। ତାହେଲେ ନାଉନ୍ ଏଠି କାହାକୁ କହିବା ନା ନାଉନ୍ ହେଇଯିବ ଆମର ସବଜେକ୍ଟ ର ମେନ୍ ପାର୍ଟ କିଏ ନା ସାର୍ଟ, SHIRT ସାର୍ଟ, ଆଉ ପ୍ରେଡିକେଟ ର ମେନ୍ ପାର୍ଟ ହଉଛି ଆମର କଣ ଭର୍ବ, ଭର୍ବ କାହାକୁ କହିବା ନା ତାହେଲେ ଏଠି ଲୁକ୍ସ। ଏତିକି ଜାଣି ହେଲା। ତାପରେ ଦେଖ 4 ନମ୍ବର କ୍ୱେଶ୍ଚନ, 4 ନମ୍ବର କ୍ୱେଶ୍ଚନ କଣ କହିଛି ନା ୱାନ୍ ଅଫ ଦ ବଏଜ ହାଜ ଫାଉଣ୍ଡ ଦ ୱାଚ୍। ତାହେଲେ ପିଲାମାନଙ୍କ ମଧ୍ୟରୁ ଜଣେ ଆମର କଣ ନା ଫାଇଣ୍ଡ ମାନେ ପାଇବା, କଣ ପାଇଲା ନା ୱାଚ୍ ଟି ପାଇଲା ହେଲା। ୱାନ୍ ଅଫ ଦ ବଏଜ, ତାହେଲେ ୱାନ୍ ଅଫ ଦ ବଏଜ ଏଇ ଟୋଟାଲ ଟା ହବ ଆମର ଏଠି ସବଜେକ୍ଟ ହେଲା। ସବଜେକ୍ଟ ହାଜ ଫାଉଣ୍ଡ ଦ ୱାଚ୍ ରେ ହାଜ ଫାଉଣ୍ଡ ଦ ୱାଚ୍ ଇଏ ହଉଛି ଆମର ପ୍ରେଡିକେଟ ପାର୍ଟ ଟା। ଏଠି ସେମିତି ନାଉନ୍ କୋଉଟା ହବ ଆଉ ଭର୍ବ କୋଉଟା ହବ ଦେଖିବା ହେଲା। ନାଉନ୍ କୋଉଟା ହବ ନା ନାଉନ୍ ଆମର ସବଜେକ୍ଟ ର ମେନ୍ ପାର୍ଟ, ସବଜେକ୍ଟ ର ମେନ୍ ପାର୍ଟ ତାହେଲେ କିଏ ସବଜେକ୍ଟ ର ମେନ୍ ପାର୍ଟ ହଉଛି ବଏଜ, ତେଣୁ ଆମର ନାଉନ୍ ହେଇଯିବ ବଏଜ। ଆଉ ହାଜ ଫାଉଣ୍ଡ ଦ ୱାଚ୍ ରେ ପ୍ରେଡିକେଟ ର ମେନ୍ ପାର୍ଟ କିଏ ପ୍ରେଡିକେଟ ର ମେନ୍ ପାର୍ଟ ହଉଛି ହାଜ ଫାଉଣ୍ଡ, ତେଣୁ ଇଏ ହେଇଯିବ ଆମର ଭର୍ବ। ତାହେଲେ ଭର୍ବ କିଏ ହବ ନା ହାଜ ଫାଉଣ୍ଡ, FOUND ଜାଣି ହେଲା। ତାପରେ ଦେଖ ନେକ୍ସଟ 5 ନମ୍ବର କ୍ୱେଶ୍ଚନ କରିବା। ତାହେଲେ वी हैव टू स्टार्ट अर्ली, ଆମକୁ ଜଲ୍ଦି ଷ୍ଟାର୍ଟ କରିବାକୁ ପଡିବ ହେଲା। ତାହେଲେ वी हैव टू स्टार्ट अर्ली ରେ ସବଜେକ୍ଟ କିଏ ନା वी ହେଲା ଆମର ସବଜେକ୍ଟ, have to start early ହଉଛି ଆମର ପ୍ରେଡିକେଟ। वी ସବଜେକ୍ଟ, have to start earlier ଏଟା ଆମର ପ୍ରେଡିକେଟ। ତାହେଲେ ଦେଖ ସବଜେକ୍ଟ ର ମେନ୍ ପାର୍ଟ ହଉଛି वी, ଏଟା ଯିଏ ନାଉନ୍ ବଦଳରେ ବସିଛି ଏଟା ତ ଆମର ନାଉନ୍ ନୁହେଁ, ନାଉନ୍ ବଦଳରେ ଯେହେତୁ ବସିଛି ଆମର ପ୍ରୋନାଉନ୍, ମୋର ଏଠି ପ୍ରୋନାଉନ୍ ଲେଖି ଦଉଛି ହେଲା, ପ୍ରୋନାଉନ୍। ପ୍ରୋନାଉନ୍ ଟା କଣ ନା ଯିଏ ନାଉନ୍ ବଦଳରେ ବସିଥାଏ, ନାଉନ୍ ର ହିଁ କାମ କରେ କିନ୍ତୁ ନାଉନ୍ ବଦଳରେ ବସିଥାଏ ଆଉ ନାଉନ୍ ବଦଳରେ ବସିଥାଏ। ତ ଜାଣିଛ ନହେଲେ ଗୋଟେ ଏକ୍ସାମ୍ପଲ, ଛୋଟ ଏକ୍ସାମ୍ପଲ ଦେଇ ଦଉଛି ଦେଖ ହେଲା। ଧରାଯାଉ ଏଠି ଲେଖିବି ଏକ୍ସାମ୍ପଲ ଗୋଟେ ଲେଖି ଦଉଛି, ଦେଖ ରାମ ଇଜ ଏ ଗୁଡ ବୟ। ରାମ ଇଜ ଏ ଗୁଡ ବୟ ରେ ରାମଟା କଣ ଆମର ନାଉନ୍। ତାପରେ ଯେତେବେଳେ ପୁନର୍ବାର ରାମ ବିଷୟରେ ଲେଖିବି ସେତେବେଳେ ମୁଁ ନାଉନ୍ କୁ ନ ଲେଖିକି ତା ବଦଳରେ ଗୋଟେ ପ୍ରୋନାଉନ୍ ୟୁଜ କରିବି ହେଲା। ତାକୁ କେମିତି ନା ହି ଇଜ ଇନ୍ କ୍ଲାସ 9, ସେ ନବମ ଶ୍ରେଣୀରେ ପଢେ। ତାହେଲେ ରାମ ବଦଳରେ ହି ଲେଖିଲି, ତାହେଲେ ଏଇ ହି ଟାକୁ ଆମେ ଏଠି କଣ କହିବା ନା ପ୍ରୋନାଉନ୍ ବୋଲି କହିବା ହେଲା। ସେମିତି ଏଠି वी ଟା ଆମର ସେମିତିଆ ନାଉନ୍ ବଦଳରେ ବସିକି ଏଠି ପ୍ରୋନାଉନ୍ ହେଇଛି ହେଲା। ସବଜେକ୍ଟ ତାହେଲେ ୟାର ଏଠି ଆମର ନାଉନ୍ ବଦଳରେ ଯେହେତୁ ଏଟା ବସିଛି, ଏଠି ଆମର କଣ ମେନ୍ ପାର୍ଟ ଟା ହଉଛି वी, ତାହେଲେ ପ୍ରୋନାଉନ୍ ଟାକୁ ଲେଖିଲି ମୁଁ ଏଠି वी। ତାପରେ have to start early, have to start early ର ଏଟା ଆମର ପ୍ରେଡିକେଟ ପାର୍ଟ ଟା, ପ୍ରେଡିକେଟ ପାର୍ଟ ର ଆମର ମେନ୍ ପାର୍ଟ କିଏ have to start ହେଲା। have start, ଏଇ have ଆଉ start ଏମାନେ ହଉଛନ୍ତି ଆମର ମେନ୍ ପାର୍ଟ। ତାହେଲେ ଭର୍ବ କିଏ ହେଇଯିବ ନା ଭର୍ବ ହବ ଏଠି have start।
ସେମିତି ଗାନ୍ଧିଜିଜ୍ ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍। ତାହେଲେ ଗାନ୍ଧିଜୀଙ୍କର ଡେଡିକେସନ୍ ଆମକୁ ସ୍ୱାଧୀନତା ଆଣି ଦେଇଥିଲା। ତାହେଲେ ଏଠି ଦେଖ ଗାନ୍ଧିଜିଜ୍ ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍। ଗାନ୍ଧିଜିଜ୍ ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍ ରେ ଗାନ୍ଧିଜିଜ୍ ଟା ହଉଛି ଆମର କଣ ସବଜେକ୍ଟ, ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍ ଟା ହଉଛି ଆମର ପ୍ରେଡିକେଟ୍। ତାହେଲେ ସବଜେକ୍ଟର ମେନ୍ ପାର୍ଟ ହଉଛି ଆମର ଗାନ୍ଧିଜୀ। ତାହେଲେ ୟାକୁ ଆମେ ଏଠି ନାଉନ୍ ବୋଲି କହିବା। ଏଇ ଗାନ୍ଧିଜୀଟା ହେଲା, ଗାନ୍ଧିଜୀଟା ହଉଛି ଆମର ଏଠି ନାଉନ୍, ସେଥିପାଇଁ ସାର୍କେଲ କରିଦେଲି। ଆଉ ପ୍ରେଡିକେଟ୍ର ମେନ୍ ପାର୍ଟଟା କଣ? ପ୍ରେଡିକେଟ୍ର ମେନ୍ ପାର୍ଟଟା ହଉଛି ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍ଟା ଟୋଟାଲଟା ହେଲା ଆମର ପ୍ରେଡିକେଟ୍। ତାହେଲେ ୟାର ମେନ୍ ପାର୍ଟଟା ହଉଛି ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍। ଗାନ୍ଧିଜିଜ୍ ଡେଡିକେସନ୍। ସରି ଏଠି ଟିକେ ମିଷ୍ଟେକ୍ ହେଇଗଲା, ଦେଖ ସବଜେକ୍ଟ ଏଇ ଟୋଟାଲଟା ହବ ଗାନ୍ଧିଜୀଙ୍କର ଡେଡିକେସନ୍। ଗାନ୍ଧିଜିଜ୍ ଡେଡିକେସନ୍ ବ୍ରଟ୍ ଅସ୍ ଫ୍ରିଡମ୍ଟା ହେଲା ଆମର ପ୍ରେଡିକେଟ୍। ଏଇଟା ହେଲା ଆମର ଟୋଟାଲଟା ହେଲା ସବଜେକ୍ଟ, ଏଇ ଟୋଟାଲଟା ହଉଛି ଆମର ଏଠି ପ୍ରେଡିକେଟ୍। ଜାଣି ହେଲା? ତାହେଲେ ଗାନ୍ଧିଜିଜ୍ ଡେଡିକେସନ୍, ତାହେଲେ ଏଠି ଆମର ମେନ୍ ପାର୍ଟ ହଉଛି ଗାନ୍ଧିଜୀଙ୍କର ଡେଡିକେସନ୍। ଗାନ୍ଧିଜୀଙ୍କର ଡେଡିକେସନ୍ ଏଠି ନାଉନ୍ କୋଉଟା ହବ ନା? ତାହେଲେ ନାଉନ୍ ହଉଛି ତାହେଲେ ଏଠି ଆମର ଗାନ୍ଧିଜୀଙ୍କର ଡେଡିକେସନ୍ ହେଲା। ମାନେ ଡେଡିକେସନଟାକୁ ଆମେ କହିପାରିବା ଏଠି ଡେଡିକେସନ୍, ଡେଡିକେସନ୍। ସେମିତି ବ୍ରଟ୍ ଅସ୍ ଫ୍ରିଡମ୍ରେ ବ୍ରଟ୍ଟା ହଉଛି ଆମର ଆମର ଭର୍ବ ହେଲା। ପ୍ରେଡିକେଟ୍ର ମେନ୍ ପାର୍ଟଟାକୁ ଭର୍ବ ବୋଲି କହୁ, ତାହେଲେ ବ୍ରଟ୍ଟା ହେଇଯିବ ଆମର ଭର୍ବ। ଜାଣି ହେଲା? ତାପରେ ଆସ ନେକ୍ସଟ। ତାପରେ କଣ କହିଲେ ନା ଏଠି, ନାଉ ଲୁକ୍ ଆଟ୍ ଦ ଫଲୋଇଂ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ। ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ମାନେ କଣ ନା? ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ହଉଛି ଆମର ଯୋଉଟା ଆମର ପ୍ରଶ୍ନବାଚକ ସେଣ୍ଟେନ୍ସ ମାନେ କଣ? ଶବ୍ଦ ହେଲା। ପ୍ରଶ୍ନବାଚକ ଶବ୍ଦ ବାକ୍ୟ, ସରି ପ୍ରଶ୍ନବାଚକ ବାକ୍ୟ ହେଲା। ପ୍ରଶ୍ନବାଚକ ବାକ୍ୟକୁ ଆମେ କଣ ବୋଲି କହୁନା? ତାହେଲେ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ। ତାହେଲେ ଯେତେ ଆମର ପ୍ରଶ୍ନବାଚକ ବାକ୍ୟ ଗୁଡ଼ା ଥିବ ସେଗୁଡ଼ା ଆମର ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ। ତାହେଲେ ସେଇ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସରେ ଆମେ ସବଜେକ୍ଟ ଆଉ ପ୍ରେଡିକେଟ୍ କେମିତି ବାଛିବା ନା? ତାହେଲେ ଏଠି କିଛି ଏକ୍ସାମ୍ପଲ ଆମକୁ କରିକି ଦେଖେଇ ଦେଇଛି ହେଲା। ତାପରେ ଏଗୁଡାକ ଆମେ ଫାଷ୍ଟ କରିଦେବା ଦେଖ, ତାପରେ ଯାହା ବି ବହିରେ ଦିଆଯାଇଛି ଯେ ଆକ୍ଟିଭିଟିଟାକୁ କରିବା ହେଲା। ତାହେଲେ ଦେଖ ଫାଷ୍ଟ ଆମର କହିଲା ଯେ ହ୍ୱାଟ୍ ଟ୍ରବଲ୍ସ ୟୁ, ଯେ କଣ ତୁମକୁ ବିଚଳିତ କରେ। ତାହେଲେ ଏଠି ଆମର ହ୍ୱାଟ୍ଟା ହେଉଛି ସବଜେକ୍ଟ ଆଉ ପ୍ରେଡିକେଟ୍ ଆମର କିସ, ପ୍ରେଡିକେଟ୍ଟା ହେଉଛି ଆମର ଟ୍ରବଲ୍ସ ୟୁଟା ହେଉଛି ଆମର ପ୍ରେଡିକେଟ୍। ଜାଣି ହେଲା? ମୁଁ ଦେଖା ମ୍ୟାକ୍ସିମମ୍ ପିଲାଙ୍କର ଏଇ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସରେ ଆମର କଣ ହୁଏ ନା, ସେମାନେ ସବଜେକ୍ଟ ଆଉ ପ୍ରେଡିକେଟ୍ ବାଛିବାରେ ଭୁଲ କରିଦିଅନ୍ତି ହେଲା। ମୁଁ ଗୋଟେ ଇଜି ମୁଁ କିଛି କହୁଛି ହେଲା, ଦେଖ ମନ ଧ୍ୟାନ ଦେଇକି ଶୁଣ, ହେଲେ ତୁମେ ଭୁଲ କରିବନି। ଯେମିତି ଏଠି ହ୍ୱାଟ୍ ଟ୍ରବଲ୍ସ ୟୁ, ତୁମକୁ କଣ ବିଚଳିତ କରେ, ଏଇଟା ଯଦି ମୁଁ ଆନ୍ସର ଦେବା ପାଇଁ ଚେଷ୍ଟା କରିଥାନ୍ତି ତାହେଲେ କଣ ହେଇଥାନ୍ତା ଆନ୍ସର? ଧରାଯାଉ ମୁଁ କହିବି ଯେ ଏହା ମୋତେ ବିଚଳିତ କରେ, ଇଟ୍, ତାହେଲେ ଲେଖିଥାନ୍ତି ଇଟ୍ ଟ୍ରବୁଲ୍ସ ମି, TROUBLES ଟ୍ରବୁଲ୍ସ ମି। ତାହେଲେ ଏଠି ଆମର ସବଜେକ୍ଟ ଅଫ ପ୍ରେଡିକେଟ୍ କିଏ ହେଇଥାନ୍ତା? ଏଠି ଆମର ସବଜେକ୍ଟ ହେଇଥାନ୍ତା ଇଟ୍, ଇଟ୍ ଆମର ସବଜେକ୍ଟ ହେଇଥାନ୍ତା, ଆଉ ଟ୍ରବୁଲ୍ସ ମିଟା ଆମର ପ୍ରେଡିକେଟ୍ ହେଇଥାନ୍ତା ସେମିତିଆ ଇଟ୍। ତାହେଲେ ହ୍ୱାଟ୍ ଟ୍ରବୁଲ୍ସ ୟୁରେ ଆମର କଣ ସବଜେକ୍ଟ ଆମର କିଏ ହେଉଛି ହ୍ୱାଟ୍, ଆଉ ଟ୍ରବୁଲ୍ସ ୟୁ ଜାଗାରେ ଏଠି ଆମର କଣ ଅଛି ମି। ତାହେଲେ এই ପାର୍ଟଟା ଆମର ଏଠି ପ୍ରେଡିକେଟ୍ ଏତିକି ଜାଣି ହେଲା ତ, এই ପାର୍ଟଟା ସେଥିପାଇଁ ପ୍ରେଡିକେଟ୍ ହେଲା, ଆଉ এই ପାର୍ଟଟା ଆମର ଏଠି ସବଜେକ୍ଟ ହେଲା। ସେମିତିଆ ହ୍ୱାଟ୍ ଇଜ୍ ୟୋର ନେମ୍, ହ୍ୱାଟ୍ ଇଜ୍ ୟୋର ନେମ୍ରେ ଯଦି ୟାର ମୁଁ ଆନ୍ସର ଦେଇଥାନ୍ତି ସେମିତିଆ, ତାହେଲେ କଣ ହେଇଥାନ୍ତା ନା, ଦେଖ ହେଲା ହ୍ୱାଟ୍ ଇଜ୍ ୟୋର ନେମ୍, ମାଇ ନେମ୍ ଇଜ୍, କଣ ଲେଖିଥାନ୍ତି ଆନ୍ସରରେ, ମାଇ ନେମ୍ ଇଜ୍ ଧରାଯାଉ ମୋ ନାଁ ହେଉଛି ଅମନ ହେଲା, ଅମନ ବୋଲି ଲେଖିଥାନ୍ତି। ତାହେଲେ ଏଠି ଆମର ସବଜେକ୍ଟ କିଏ, ଯାହା ବିଷୟରେ ଆମେ କିଛି କହିଥାଉ ସିଏ ହେଉଛି ଆମର ସବଜେକ୍ଟ। ତେଣୁ ଏଠି ଆମେ ସବଜେକ୍ଟ କାହାକୁ କହିଥାନ୍ତୁ, ମାଇ ନେମ୍ଟା ସବଜେକ୍ଟ ହେଇଥାନ୍ତା, ଇଜ୍ ଅମନଟା ଆମର କଣ ପ୍ରେଡିକେଟ୍ ହେଇଥାନ୍ତା। ତାହେଲେ ସେମିତି ଦେଖ ଏଠି ହ୍ୱାଟ୍ ଇଜ୍ ୟୋର ନେମ୍ରେ ହ୍ୱାଟ୍ ଇଜ୍ଟା ଆମର କିସ, ସେଇଥିପାଇଁ ଏଇଟା ଆମର ମାଇ ନେମ୍ ଜାଗାରେ ଏଠି କିଏ ଆସୁଛି, ତାହେଲେ ୟୋର ନେମ୍ ଜାଗାରେ ମାଇ ନେମ୍ ଲେଖା ହେଇଛି। ତାହେଲେ ହ୍ୱାଟ୍ ଇଜ୍ ୟୋର ନେମ୍, ତୁମର ନାଁ କଣ, ତାହେଲେ ଏଠି ଆମର ସବଜେକ୍ଟ କିଏ ହେଉଛି ନା, ୟୋର ନେମ୍ଟା ହେଉଛି ସବଜେକ୍ଟ ଆଉ ପ୍ରେଡିକେଟ୍ ହେଉଛି ହ୍ୱାଟ୍ ଇଜ୍। ସେମିତି ଏଠି ଯେମିତି ହେଉଥିଲା ମାଇ ନେମ୍ସଟା ଆମର ସବଜେକ୍ଟ ହେଉଥିଲା, ଇଜ୍ ଅମନଟା ହେଉଛି ପ୍ରେଡିକେଟ୍। ଜାଣି ହେଲା? ସେମିତି ଏଇନା ଏସବୁକୁ ବି କରିହେବ ହେଲା। ଦେଖ ହ୍ୱେର୍ ଆର୍ ୟୁ ଗୋଇଂ, ତାହେଲେ କିଏ ଯିବ, କାମଟା କିଏ କରିବ, ଯିଏ କାମଟା କରିବ ସିଏ ହେଉଛି ଆମର ସବଜେକ୍ଟ। ଦେଖ ହେଲା, ତାହେଲେ ଏଠି କାମ କିଏ କରିବ, ଯଦି ବି ଆମର କୋଉଠିକି ଯିବାର ଅଛି ତାହେଲେ ଯିଏ ଯାଉଥିବ ସିଏ ଆମର ସବଜେକ୍ଟ, ଯିଏ କାମଟାକୁ କରୁଥିବ ସେ ସବଜେକ୍ଟ ହବ। ତାହେଲେ କିଏ ଯିବ, ୟୁ। ଯାହା ବି କରିବାର ଅଛି, ଯଦି କୋଉଠି ବି ଯିବାର ଅଛି ସେଣ୍ଟେନ୍ସରେ କିଏ ଯିବ, ୟୁ ଯିବ। ତାହେଲେ ୟୁ ହେଉଛି ଆମର କଣ ନା ସବଜେକ୍ଟ, ଆଉ ବାକି ଯାହା ରହିଲେ ସବୁ ପ୍ରେଡିକେଟ୍ ହେଲା। ୟୁ ହେଉଛି ଆମର ସବଜେକ୍ଟ, ଆଉ ୟୁକୁ ଛାଡ଼ିକି ବାକି ଯୋଉମାନେ ରହିଲେ ସେମାନେ ହେଉଛନ୍ତି ଆମର ପ୍ରେଡିକେଟ୍। ଏ ପାର୍ଟ
ଏ ସାଇଡ୍‌ରେ ଦେଖ ଆମର ଏଠି ପ୍ରେଡିକେଟଟା ଏ ସାଇଡ୍‌ରେ ଆମର ଅଳ୍ପ ରହିଯାଇଛି ଆଉ କିଛି ଏ ସାଇଡ୍‌ରେ ଅଛି। ଦୁଇଟା ଜାଗାରେ ଅଛି ହେଲା ୟୁକୁ ଛାଡ଼ିକି ଆଉ ଯାହା ବି ରହିଲେ ସେମାନଙ୍କୁ ସବୁ ତାହେଲେ ଆମେ ଏଠି ପ୍ରେଡିକେଟ୍ ବୋଲି କହିପାରିବା। ସେଥିପାଇଁ ଏଠି ଲେଖା ହେଲା ଯେ ଏ ପାର୍ଟ ଅଫ୍ ପ୍ରେଡିକେଟ୍ ମାନେ ଏ ସାଇଡ୍‌ରେ ଗୋଟେ ପାର୍ଟ ଅଛି ପ୍ରେଡିକେଟ୍‌ର ଆଉ ଏ ସାଇଡ୍‌ରେ କ'ଣ ଲେଖା ହେଲା ନା ଦ ରିମେନିଂ ପାର୍ଟ ଅଫ୍ ପ୍ରେଡିକେଟ୍ ଆଉ ରହିଯାଇଥିବା ପ୍ରେଡିକେଟ୍ ହେଲା ଏ ସାଇଡ୍‌ରେ ଲେଖା ହେଇଛି ସେଇଟା। ତାହେଲେ ସେମିତିଆ କ୍ୟାନ୍ ୟୁ ମିଟ୍ ମି ନାଓ ଏଠି ତାହେଲେ ମିଟ୍ ମାନେ ଭେଟ କରିବା କାମଟା କିଏ କରିବ ୟୁ ତାହେଲେ ୟୁ ହେଇଯିବ ଆମର ଏଠି ସବଜେକ୍ଟ ହେଲା ସେଥିପାଇଁ ୟୁଟାକୁ ଆମର ଏଠି ସବଜେକ୍ଟ ବୋଲି କୁହାଯାଇଛି ଆଉ କ୍ୟାନ୍ ମିଟ୍ ହେଇଯାଉଛି ସବଜେକ୍ଟକୁ ଛାଡ଼ିକି ବାକି ଯିଏ ରହିଲେ ସେମାନେ ହେଉଛନ୍ତି ଆମର ପ୍ରେଡିକେଟ୍ ତାହେଲେ କ୍ୟାନ୍ ମିଟ୍‌ଟା ହେବ ଆମର କ'ଣ ନା ପ୍ରେଡିକେଟ୍ ଜାଣି ହେଲା ସେମିତି ହ୍ୱିଚ୍ ଅଫ୍ ଦିସ୍ ବୁକ୍ସ ଇଜ୍ ୟର୍ସ ତାହେଲେ ଏଇ ବହି ଗୁଡ଼ିକ ଭିତରୁ କୋଉଠି ତୁମର ତାହେଲେ ୟାର ଯଦି ମୁଁ ଆନ୍ସାର ଦେଇଥାନ୍ତି କ'ଣ ଧରାଯାଉ ମୁଁ କହିଥାନ୍ତି ଅଲ୍ ଦିଜ୍ ବୁକ୍ସ ଇଜ୍ ମାଇନ୍ ତାହେଲେ ଦେଖ ଏଇ ସବୁ ବହି ଗୁଡ଼ିକ ମୋର ବୋଲି କହିଥାନ୍ତି ଯଦି ତାହେଲେ ଅଲ୍ ଦିଜ୍ ବୁକ୍ସଟା ଆମର ହେଇଯାଇଥାନ୍ତା ସବଜେକ୍ଟ ଇଜ୍ ମାଇନ୍‌ଟା ହେଇଯାଇଥାନ୍ତା ପ୍ରେଡିକେଟ୍ ସେମିତି ଇଜ୍ ୟର୍ସଟା ହେଲା ଏଠି ଆମର ପ୍ରେଡିକେଟ୍ ଆଉ ହ୍ୱିଚ୍ ଅଫ୍ ଦିଜ୍ ବୁକ୍ସଟା ହେଇଯାଉଛି ଆମର କ'ଣ ନା ସବଜେକ୍ଟ ଜାଣି ହେଲା ତାପରେ ଦେଖ ନେକ୍ସଟ ଆକ୍ଟିଭିଟି 9 ହେଲା ଆକ୍ଟିଭିଟି 9 ରେ କ'ଣ କହିଛି ନା ଆଇଡେଣ୍ଟିଫାଇ ଦ ସବଜେକ୍ଟ ଆଣ୍ଡ ପ୍ରେଡିକେଟ୍ ତାହେଲେ ଦିଆଯାଇଥିବା ସେଣ୍ଟେନ୍ସରେ ଆମକୁ ଆଇଡେଣ୍ଟିଫାଇ କରିବାର ଅଛି ଯେ ସବଜେକ୍ଟ କୋଉଟା ଆଉ ପ୍ରେଡିକେଟ୍ କୋଉଟା ତାହେଲେ ଏଠି ଦେଖ ଆମର ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ଗୁଡ଼ା ଦେଇଛି ୟା ପୂର୍ବରୁ ଯୋଉ ଏକ୍ଜାମ୍ପଲ ଗୁଡ଼ା କରୁଥିଲୁ ସେଇ ଟାଇପ୍ର ଏଠି ଆମକୁ ବାଛିତେ ପଡ଼ିବ ଯେ କୋଉଟା ସବଜେକ୍ଟ କୋଉଟା ପ୍ରେଡିକେଟ୍ ତାହେଲେ ହ୍ୱାଟ୍ ମେକ୍ସ ୟୁ ଲାଭ୍ ତାହେଲେ ହ୍ୱାଟ୍ ମେକ୍ସ ୟୁ ଲାଭ୍ ମେକ୍ସ ୟୁ ଏଠି ତାହେଲେ ହ୍ୱାଟ୍‌ଟା ହେଉଛି ଆମର ସବଜେକ୍ଟ ଆଉ ମେକ୍ସ ୟୁ ଲାଭ୍‌ଟା ହେଉଛି ଆମର କ'ଣ ନା ପ୍ରେଡିକେଟ୍ ଇଏ ହେଲା ସବଜେକ୍ଟ ଇଏ ହେଉଛି ଆମର ପ୍ରେଡିକେଟ୍ ସେମିତି ଏଠି ଯଦି ସେକେଣ୍ଡ ସେଣ୍ଟେନ୍ସରେ ଦେଖିବା ହ୍ୱାଟ୍ ଇଜ୍ ଦ ଏମ୍ ଅଫ୍ ୟର୍ ଲାଇଫ୍ ତାହେଲେ ହ୍ୱାଟ୍ ଇଜ୍ ଦ ଏମ୍ ଅଫ୍ ୟର୍ ଲାଇଫ୍‌ରେ ହ୍ୱାଟ୍‌ଟା ହେବ ଆମର କ'ଣ ନା ସବଜେକ୍ଟ ଇଜ୍ ଦ ଏମ୍ ଅଫ୍ ୟର୍ ଲାଇଫ୍‌ଟା ହେଉଛି ଆମର ପ୍ରେଡିକେଟ୍ ସେମିତିଆ ଇଜ୍ ମିଷ୍ଟର ମାଥୁର କମିଂ ହିଅର୍ ଯେ ମିଷ୍ଟର ମାଥୁର କ'ଣ ଏଠାକୁ ଆସୁଛନ୍ତି ତାହେଲେ ଏଠି ଆମର ସବଜେକ୍ଟ ଇଏ ହେବ ନା ସବଜେକ୍ଟ ହେଉଛି ମିଷ୍ଟର ମାଥୁର ହେଲା ମିଷ୍ଟର ମାଥୁର ଯଦି ଆନ୍ସାର ଦେଇଥାନ୍ତି ୟାର ମିଷ୍ଟର ମାଥୁର ଇଜ୍ କମିଂ ହିଅର୍ ତାହେଲେ ମିଷ୍ଟର ମାଥୁରଟା ଆମର ସେଠି ସବଜେକ୍ଟ ହେଇଥାନ୍ତା ସେମିତି କ୍ୱେଶ୍ଚନ୍ ମାର୍କ ପ୍ରଶ୍ନବାଚକ ଶବ୍ଦରେ ବି ଯଦି ଦେଖିବା ଏଠି ଆମର ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସରେ ମିଷ୍ଟର ମାଥୁର ଏଠି ଆମର ସବଜେକ୍ଟ ହେବ ଆଉ ସବଜେକ୍ଟକୁ ଛାଡ଼ିକି ବାକି ଯିଏ ରହିଲେ ଏଗୁଡ଼ା ଆମର ଟୋଟାଲ ପ୍ରେଡିକେଟ୍ ହେଲା ଏପଟେ ଗୋଟେ ପାର୍ଟ ରହିଯାଇଛି ଏପଟେ ବି ଗୋଟେ ପାର୍ଟ ଅଛି ସେଥିପାଇଁ ଏଟାକୁ ଆମର ସବଜେକ୍ଟ ଲେଖିଲି ଆଉ ସବଜେକ୍ଟକୁ ଛାଡ଼ିକି ବାକି ଯିଏ ରହିଲେ ସେମାନେ ଆମର ପ୍ରେଡିକେଟ୍ ହେଉଛନ୍ତି ହୁ ଏମଙ୍ଗ ଦ 5 ଷ୍ଟୁଡେଣ୍ଟ ସିଟିଂ ଦେୟାର ଇଜ୍ ରାଜୀବ ତାହେଲେ ଏଇ 5 ଜଣ ପିଲାମାନଙ୍କ ମଧ୍ୟରେ ଯିଏ ବସିଛି ହେଲା ସିଏ ହେଉଛି ଆମର ରାଜୀବ ବୋଲି ଆମର କ୍ୱେଶ୍ଚନରେ କହିଲା ତାହେଲେ ହୁ ଏମଙ୍ଗ ଦ 5 ଷ୍ଟୁଡେଣ୍ଟ ସିଟିଂ ଦେୟାର ଇଜ୍ ରାଜୀବ ତାହେଲେ ହୁ ଏମଙ୍ଗ ଦ 5 ଷ୍ଟୁଡେଣ୍ଟ ଏଇଟା ଆମର ଟୋଟାଲ ଯୋଉ ହଉଛି ହୁ ଏମଙ୍ଗ ଦ 5 ଷ୍ଟୁଡେଣ୍ଟ ସିଟିଂ ଦେୟାର ହେଲା ଏଇ ଟୋଟାଲଟା ହେଇଯିବ ଆମର ସବଜେକ୍ଟ ଆଉ ଇଜ୍ ରାଜୀବ ରାଜୀବ ଯଦି ୟାର ଆନ୍ସାର ଦେଇଥାନ୍ତେ କ'ଣ ହେଇଥାନ୍ତା ରାଜୀବ ଇଜ୍ ସିଟିଂ ଏମଙ୍ଗ ଦ 5 ଏମଙ୍ଗ ଦ 5 ଷ୍ଟୁଡେଣ୍ଟସ୍ ତାହେଲେ ଏଠି ହଁ ଦେଖ ଯଦି ଆନ୍ସାର ଦେଇଥାନ୍ତେ ହେଲେ ରାଜୀବ ଇଜ୍ ସିଟିଂ ଏମଙ୍ଗ ଦ 5 ଷ୍ଟୁଡେଣ୍ଟସ୍ ଯଦି ସେମିତି ଆମର କରିଥାନ୍ତେ ବିନା ପ୍ରଶ୍ନବାଚକରେ ତାହେଲେ ରାଜୀବଟା ଆମର ସବଜେକ୍ଟ ହେଇଥାନ୍ତା ନା ତାହେଲେ ଏଠି ବି ଆମର ସବଜେକ୍ଟ ହେବ ରାଜୀବ ହୁ ଏମଙ୍ଗ ଦ 5 ଷ୍ଟୁଡେଣ୍ଟସ୍ ସିଟିଂ ଦେୟାର ଇଜ୍‌ଟା ହେଇଯାଉଛି ଆମର ପ୍ରେଡିକେଟ୍ ଜାଣି ହେଲା ତ ସେମିତି ଆନ୍ସର କରିବ ତାହେଲେ ଦେଖ 5 ନମ୍ବରଟା କ'ଣ ହେବ ନା ହାଉ ଲଙ୍ଗ ହାଭ୍ ୟୁ ବିନ୍ ୱେଟିଂ ହିଅର୍ କେତେ ସମୟ ହେଲାଣି ତୁମେ ଏଠାରେ ଅପେକ୍ଷା କରିଛ ହାଉ ଲଙ୍ଗ ହାଭ୍ ୟୁ ବିନ୍ ୱେଟିଂ ହିଅର୍ ହାଉ ଲଙ୍ଗ ହାଭ୍ ୟୁ ବିନ୍ ୱେଟିଂ ହିଅର୍‌ରେ ଏଠି ଆମର ସବଜେକ୍ଟ ଇଏ ହେବ ନା କିଏ ୱେଟ୍ କରିଛି ୱେଟ୍ କରିବା କାମ କିଏ କରୁଛି ଯିଏ କାମ କରୁଛି ସିଏ ହେଲା ସବଜେକ୍ଟ ତାହେଲେ ୟୁ ଯେ କାମ କରିବ ଆମର ୱେଟ୍ କରିବା ଅପେକ୍ଷା କରିବ କିଏ ୟୁ ତାହେଲେ ୟୁ ହେବ ଆମର ସବଜେକ୍ଟ ଆଉ ୟୁକୁ ଛାଡ଼ିକି ବାକି ଯିଏ ରହିଲେ ସେମାନେ ସମସ୍ତେ ହେଉଛନ୍ତି ଆମର ପ୍ରେଡିକେଟ୍ ସାଇଡ୍‌ରେ ଆମର କିଛି ପ୍ରେଡିକେଟ୍ ରହିଯାଇଛି ଏବଂ ସାଇଡ୍‌ରେ ଆଉ କିଛି ପ୍ରେଡିକେଟ୍ ଅଛି ଜାଣି ହେଲା ସେମିତିଆ why has the modern man been unhappy why has the modern man been unhappy ହେଲା why has the modern man been unhappy ଏଠି ସେମିତି ଦେଖିବା ସବଜେକ୍ଟ କିଏ ଆଉ ପ୍ରେଡିକେଟ୍ କିଏ ହବ ନା why has the modern man been unhappy ତାହେଲେ ମଡର୍ନ ମ୍ୟାନ୍ କ'ଣ ପାଇଁ ଅନହାପି ହେଲେ ହେଲା ତାହେଲେ ଏଠି ହୁଁ କିଏ ଅନହାପି ହେଲେ ନା ଅନହାପି ହେବାର କାମ କିଏ କରିଛନ୍ତି ନା ଦ ମଡର୍ନ ମ୍ୟାନ୍ ହେଲା ତାହେଲେ ଦ ମଡର୍ନ ମ୍ୟାନ୍ ହେଇଯିବ ଆମର ସବଜେକ୍ଟ ଆଉ ଦ ମଡର୍ନ ମ୍ୟାନ୍‌କୁ ଛାଡ଼ିକି ବାକି ଯିଏ ରହିଲେ ଏସବୁ ହେଇଯିବ ଆମର ପ୍ରେଡିକେଟ୍ ତାହେଲେ ହ୍ୱାଇ ହାଜ୍ ସାଇଡ୍‌ରେ କିଛି ପ୍ରେଡିକେଟ୍ ପାର୍ଟ ରହିଯାଇଛି ଆଉ ବିନ୍ ଅନହାପିରେ କିଛି ପ୍ରେଡିକେଟ୍ ପାର୍ଟ ରହିଯାଇଛି ହେଲା ତାହେଲେ ଦେଖ
मॉडर्न मैन हला हमर सब्जेक्ट ये हला साइड किछि प्रेडिकेट रहिला ए साइड आ किछि प्रेडिकेट रहिला जानि हला सेमितिया व्हाट हैपेंस टू योर लेफ्ट लेग तमरो लेफ्ट लेग रे कोन हेछि ताले ଯଦି ଆନ୍ସର ଦେଇଥାନ୍ତି ମାଇ ଲେଫ୍ଟ ଲେଗ ହାଜ ବ୍ରୋକେନ୍ ତାହେଲେ ଯାହା ବି କାମ ହେଉଛି ଏଠି ଆମର କାହା ବିଷୟରେ ଆମେ ଏଠି ସୂଚନା ଦଉଛୁ ୟୋର ଲେଫ୍ଟ ଲେଗ ହେଲା ହେଲା ତାହେଲେ ୟୋର ଲେଫ୍ଟ ଲେଗ ତାହେଲେ ଏଠି ଆମର ହଁ ୟୋର ଲେଫ୍ଟ ଲେଗଟା ହେଇଛି ଆମର ସବଜେକ୍ଟ ୟୋର ଲେଫ୍ଟ ଲେଗକୁ ଛାଡ଼ିକି ଦେଇକି ବାକି ସବୁ ଆମର ପ୍ରେଡିକେଟ ହେଲା ୟୋର ଲେଫ୍ଟ ଲେଗ ହେଉଛି ଆମର ସବଜେକ୍ଟ ଇଏ ହେଲା ଆମର ପ୍ରେଡିକେଟ where where are you paying my fees ତମେ ମୋର ଫିସ୍ କେଉଁଠାରେ ଜମା କରୁଛ ବା କୋଉଠାରେ ଦଉଛ ତାହେଲେ ସରି where ନାଇଁ ତ when ଲେଖା ହେଇଛି when are you paying my fees ତମେ ମୋର ଫିସ୍ କେବେ ଦବ ଏଠି ଦେଖ ହେଲା କିଏ ଦେବ ନା ୟୁ ଦେବା କାମ କିଏ କରିବ ୟୁ ଯେହେତୁ କରିବ ତାହେଲେ ୟୁଟା ଆମର ଗୋଟେ ସବଜେକ୍ଟ ହେଲା ୟୁ ସବଜେକ୍ଟ ଆଉ ୟୁକୁ ଛାଡ଼ିକି ବାକି ଯିଏ ରହିଲେ ସବୁ ଆମର ପ୍ରେଡିକେଟ when are ସେଇଟା ଗୋଟେ ପ୍ରେଡିକେଟ ପାର୍ଟ ରହିଯାଇଛି ଆଉ paying my fees ପାଖରେ କିଛି ପ୍ରେଡିକେଟ ରହିଯାଇଛି ଜାଣି ହେଲା ସେମିତି ଯଦି ଦେଖିବା who do you want to speak ତମେ କାହା ସହିତ କଥା ହେବା ପାଇଁ ଚାହୁଁଛ ତାହେଲେ କଥା ହେବା କାମଟା କିଏ କରିବ ୟୁ ତାହେଲେ ୟୁ ହେଇଯିବ ଆମର ସବଜେକ୍ଟ ଆଉ ୟୁକୁ ଛାଡ଼ିକି ବାକି ଯିଏ ରହିଲେ ସବୁ ଆମର ପ୍ରେଡିକେଟ ସାଇଡ୍ ଆମର କିଛି ପ୍ରେଡିକେଟ ପାର୍ଟ ରହିଛି ଏ ସାଇଡ୍ରେ ଆଉ କିଛି ପ୍ରେଡିକେଟ ପାର୍ଟ ରହିଯାଇଛି ହେଲା ତାହେଲେ ଇଏ ହେଲା ଆମର ପ୍ରେଡିକେଟ ସେମିତି ହ୍ୱାଟ ଡିଡ୍ ୟୁ ଡାଇନ୍ ଲାଷ୍ଟ ଟାଇମ୍ ତୁମେ ଡାଇନ୍ ମାନେ ଆମର ଡିନର କରିବା ହେଲା ତାହେଲେ ତୁମେ ଲାଷ୍ଟ ନାଇଟରେ ଆମ ଲାଷ୍ଟ ନାଇଟ ମାନେ ପୂର୍ବ ରାତ୍ରିରେ ତୁମେ କୋଉଠି ଡିନର କରିଥିଲ ତାହେଲେ ଡିନର କରିବା କାମଟା କିଏ କରିଛି ୟୁ ଯିଏ କାମ କରୁଛି ସେ ତାହେଲେ ସବଜେକ୍ଟ ଆଉ ବାକି ଯେତିକି ରହିଲେ ସେ ସବୁ ହଉଛି ୱେବସାଇଟ୍ ଆମର କିଛି ପାର୍ଟ ରହିଛି ପ୍ରେଡିକେଟର ଆଉ ଏ ସାଇଡ୍ରେ ଆଉ କିଛି ପାର୍ଟ ରହିଯାଇଛି ପ୍ରେଡିକେଟର ଏତିକି ଜାଣି ହେଲା ତାହେଲେ ଆକ୍ଟିଭିଟି ନ ଏଠି ସରିଲା ତାପରେ କଣ ଦେଇଛି ନା ନାଉ ଲୁକ୍ ଆଟ୍ ଦ ଫଲୋଇଂ ଏକ୍ସପ୍ରେସନ କିଛି ଦିଆଯାଇଥିବା ଏକ୍ସପ୍ରେସନ ଗୁଡ଼ିକୁ ଲକ୍ଷ୍ୟ କର ବୋଲି କୁହାହେଲା ଡୁ ମି ଏ ଫେଭର ହେଲା ଏଠି କଣ କୁହାଯାଇଛି ନା ଡୁ ମି ଏ ଫେଭର go there please help me drive him away ହେଲା ଡୁ ମି ଏ ଫେଭର ପ୍ଲିଜ୍ ଇଏ ଯେତେବେଳେ କହୁଛି ଯେ ମୋ ପାଇଁ ଗୋଟେ ଫେଭର କର ଇଏ ସେତେବେଳେ କଣ ଆନ୍ସର ଦଉଛି ନା ଓକେ ଓକେ ହ୍ୱାଟ ଏ ନାଇସ୍ ଚାନ୍ସ ହଁ ହଁ ବୁଝି ହେଲା କଣ ବହୁତ ବଢିଆ ସୁଯୋଗ ଗୋଟେ କହୁଛି ହେଲା ମାନେ ଫେଭର କରିବାର ଆନ୍ ଇମ୍ପାରେଟିଭ ସେଣ୍ଟେନ୍ସ ଦ ସବଜେକ୍ଟ ୟୁ ଇଜ୍ ଅଣ୍ଡରଷ୍ଟୁଣ୍ଡ ତାହେଲେ ଏଇଗୁଡ଼ା ଯେତେ ବି ଆମର ଲେଖା ହେଇଛି ଏଇ ଜାଗାକୁ ଆମର କଣ କୋଉ ସେଣ୍ଟେନ୍ସ କୁହାଯିବ ନା ଏଗୁଡ଼ାକ ଆମର ଇମ୍ପାରେଟିଭ ସେଣ୍ଟେନ୍ସ ବୋଲି କୁହାଯିବ ହେଲା ଏଗୁଡ଼ାକ ଆମର ଇମ୍ପାରେଟିଭ ସେଣ୍ଟେନ୍ସ ବୋଲି କୁହାଯାଏ ଇମ୍ପାରେଟିଭ ସେଣ୍ଟେନ୍ସରେ ଆମର କଣ ନା ୟା ପୂର୍ବରୁ ଦେଖ ଡୁ ମି ଏ ଫେଭର ପ୍ଲିଜ୍ ଡୁ ମି ଏ ଫେଭର ପ୍ଲିଜ୍ରେ ଏଠି କିଏ ଫେଭର କରିବ ତମେ ମୁଁ କହୁଛି ଯେ ମୋ ପାଇଁ ଗୋଟେ ଫେଭର କର ଗୋଟେ ଇଜି ଏକ୍ଜାମ୍ପଲ ଆଉ ଗୋଟେ ଯେମିତି ଗ ଦେୟାର କିଏ ଯିବ ସେଠାକୁ ଯାଅ ଯୋଉ କହିଲା ସେଠାକୁ ଯାଉ ବୋଲି ହେଲା କିଏ ଯିବ ଯେ ୟୁ ଗୋ ଦେୟାର ବୋଲି କୁହାହଉଛି ଆମର ଆକ୍ଚୁଆଲି କୁହାହଉଛି କଣ ନା ୟୁ ଗୋ ଦେୟାର ହେଲା ୟୁ ଗୋ ଦେୟାର କିନ୍ତୁ ଏଠି ଆମର କଣ ହଉଛି ନା ଦେଖ ହେଲା ୟୁଟା ଆମର ବୁଝା ପଡିଯାଉଛି ସେଥିପାଇଁ ଖାଲି go there ମୁଁ ଯେହେତୁ କହୁଛି ମୁଁ ତ ନିଜକୁ କହୁନଥିଲି ମୁଁ ଯଦି ନିଜକୁ ମୁଁ ନିଜେ ଯିବାର ଥିଲା ମୁଁ ତ କେতিয়া ପଳେଇଥାନ୍ତି ଏମିତି ଡାଇରେକ୍ଟ କାହାକୁ କହିବା କଣ ଦରକାର ଅଛି ତାହେଲେ ଯେହେତୁ ମୁଁ କହୁଛି ଯେ go there ସେଠାକୁ ଯାଉ ତାହେଲେ ସେଠି ମୁଁ କହୁଥିବି କାହା ତୁମକୁ କହୁଥିବି ଯେ ତମେ ସେଠାକୁ ଯାଉ ବୋଲି କହୁଥିବି ତାହେଲେ ଏଠି ଆମର ୟୁଟା ବୁଝା ପଡିଯାଏ ହେଲା ୟୁଟା କହିବା ଆମର ଜରୁରୀ ନୁହେଁ ଏଠି ବୁଝା ପଡିଯାଏ ସେଥିପାଇଁ ୟାକୁ ଆମର କଣ ବୋଲି କୁହାଯାଏ ନା ୟୁଟାକୁ ଆମର କୁହାଯାଏ ଅଣ୍ଡରଷ୍ଟୁଡ ବୋଲି ହେଲା ଅଣ୍ଡରଷ୍ଟୁଡ ସବଜେକ୍ଟ ବୋଲି କୁହାଯାଏ ହେଲା ଏହା ହେଲା ଆମର ସବଜେକ୍ଟଟା ୟାକୁ ଆମର କଣ କୁହାଯାଏ ଅଣ୍ଡରଷ୍ଟୁଡ ସବଜେକ୍ଟ ହେଲା ଆଉ ବାକି ଯୋଉ ପାର୍ଟ ଗୁଡ଼ା ରହିଗଲା ଏ ଟୋଟାଲଟା ହେଇଯିବ ଆମର ପ୍ରେଡିକେଟ ଏଇ ଟୋଟାଲଟା ହେଇଯିବ ପ୍ରେଡିକେଟ ତାହେଲେ ଏଠି ସେମିତି ସବଜେକ୍ଟ ଆମର ଏଠି କିଏ ଥିଲା ୟୁ ଆମର ସବଜେକ୍ଟ ଥିଲା ଏଠି ହେଲା ୟୁ ଡୁ ମି ଏ ଫେଭର ଆଉ ବାକି ଯିଏ ରହିଲା ଡୁ ମି ଏ ଫେଭର ଇଏ ଆମର ପ୍ରେଡିକେଟ ଏଠି ସେମିତି ୟୁ ଗୋ ଦେୟାର ହେଲା ତମେ ସେଠାକୁ ଯାଅ ଆଉ ଗୋ ଦେୟାରଟା ଆମର ପ୍ରେଡିକେଟ ପାର୍ଟ ହେଇଯାଇଥାନ୍ତା ଏଠି ସେମିତିଆ ୟୁ ପ୍ଲିଜ ହେଲ୍ପ ମି ତମେ ମତେ ଟିକେ ସାହାଯ୍ୟ କର ପ୍ଲିଜ ହେଲ୍ପ ମି ଏଟା ଆମର ଟୋଟାଲଟା ପ୍ରେଡିକେଟ ଆଉ ୟୁଟା ଆମର ସବଜେକ୍ଟ ଯିଏକି ଅଣ୍ଡରଷ୍ଟୁଡ ବୁଝଉଛି ବୁଝା ପଡୁଛି ସେଥିପାଇଁ ସେଟାକୁ ଲେଖା ହେଇନି ଇମ୍ପାରେଟିଭ ସେଣ୍ଟେନ୍ସଟା ଆମେ ଲେଖୁନେ ସବଜେକ୍ଟଟା ହେଲା ସେଠି ଆମର ବୁଝା ପଡିଯାଏ ଯେହେତୁ ସେଥିପାଇଁ ଆମେ ଇମ୍ପାରେଟିଭ ସେଣ୍ଟେନ୍ସରେ ସବଜେକ୍ଟଟା ଲେଖିନଥାଉ ସେମିତିଆ ଡ୍ରାଇଭ ହିମ୍ ଏୱେରେ ୟୁ କିଏ ଡ୍ରାଇଭ କରିବ ସେମାନଙ୍କୁ ଡ୍ରାଇଭ କର ବୋଲି କହିଲା ହେଲା ଯେ ୟୁ ଡ୍ରାଇଭ ହିମ୍ ଏୱେ ୟୁଟା ଆମର ସବଜେକ୍ଟ ହେଇଯିବ ଯିଏକି ଆମର ଅଣ୍ଡରଷ୍ଟୁଡ ଅଛି ହେଲା ସେଥିପାଇଁ ବ୍ରାକେଟ ଲେଖି ଦଉଛି ହେଲା ଅଣ୍ଡରଷ୍ଟୁଡ ସବଜେକ୍ଟ ବୁଝା ପଡିଯାଉଛି ଆଉ ଡ୍ରାଇଭ ହିମ୍ ଏୱେଟା ଟୋଟାଲଟା ଆମର ଏଟା ହଉଛି ନା ପ୍ରେଡିକେଟ ପାର୍ଟଟା ଜାଣିଗଲା ତାପରେ ପାଞ୍ଚ ନମ୍ବର ସେଣ୍ଟେନ୍ସ 6 ନମ୍ବର ସେଣ୍ଟେନ୍ସ 7 ନମ୍ବର ସେଣ୍ଟେନ୍ସରେ କଣ ଦେଇଛି ନା the exclamatory sentence has subject say it and the verb say is are omitted ହେଲା exclamatory sentence ରେ ଏମିତି ଦେଖ
ହାଉ ୱଣ୍ଡରଫୁଲ୍, ହ୍ୱାଟ୍ ଏ ନାଇସ୍ ଚାନ୍ସ, ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ ତମେ ଦେଖିକି ଜାଣିପାରିବ ଲାଷ୍ଟ ଆମର ଏକ୍ସକ୍ଲାମେଟରୀ ଚିହ୍ନ ଗୋଟେ ବି ଲାଗିଥାଏ ଏଇଟା ହେଲା। ହ୍ୱାଟ୍ ଏ ନାଇସ୍ ଚାନ୍ସ, ହ୍ୱାଟ୍ ଏ ଟେରିବୁଲ୍ ସେନ୍ସ ସିନ୍, ହ୍ୱାଟ୍ ଏ ଟେରିବୁଲ୍ ସିନ୍, ଏମିତି ସବୁ ଆଉ ହେଲା। ତାହେଲେ ତୁମର ଏଠି ସରିଲା ହେଲା। ତାପରେ ନେକ୍ସଟ କ୍ଲାସରେ ତା ପର ପାର୍ଟରୁ କଣ୍ଟିନ୍ୟୁ କରିବା। ଥ୍ୟାଙ୍କ ୟୁ ଏଭ୍ରିୱାନ୍।